ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ଭଲରେ ଥିବେ। ବନ୍ଧୁଗଣ, କ'ଣ ଆପଣମାନଙ୍କର ଧନୁରାଶି କି? ଆପଣମାନେ କ'ଣ ଭାବୁଛନ୍ତି ଯେ ଭଗବାନ ଆପଣଙ୍କ ଡାକ ଶୁଣୁନାହାନ୍ତି? ଯେତେ ପୂଜା କଲେ ବି ଘରୁ ରୋଗ ଯାଉନି କି ମୁଣ୍ଡ ଉପରୁ ଋଣର ବୋଝ ମଧ୍ୟ କମୁନି? ତେବେ ଅଟକି ଯାଆନ୍ତୁ, କାରଣ ଆଜିର ଏହି ଭିଡ଼ିଓ ଆପଣମାନଙ୍କର ଜୀବନ ବଦଳାଇ ଦେବ। ବନ୍ଧୁଗଣ, 2026 ମସିହା ଫାଲ୍ଗୁନ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଅର୍ଥାତ୍ ମହାଶିବରାତ୍ରି। ଶାସ୍ତ୍ର କହୁଛି ଏଥର ମହାଶିବରାତ୍ରିରେ ଧନୁ ରାଶି ପାଇଁ ଏମିତି ଏକ ଦୁର୍ଲଭ ଯୋଗ ବନୁଛି ଯାହା ଗତ 12 ବର୍ଷ ଭିତରେ କେବେ ଆସିନଥିଲା। ଏହି ରାତି କେବଳ ଏକ ସାଧାରଣ ରାତି ନୁହେଁ, ଏହା ହେଉଛି ମହାରାତ୍ରି। ଯଦି ଆପଣ ଏହି ରାତିରେ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ମହାଦେବଙ୍କ ପାଖରେ ଗୋଟିଏ ଗୁପ୍ତ ଜିନିଷ ଚଢ଼ାଇ ଦେବେ, ତେବେ ଆପଣଙ୍କର ଭାଗ୍ୟର ବନ୍ଦ କବାଟ ଖୋଲିବାକୁ ବାଧ୍ୟ ହେବ। କିନ୍ତୁ ସାବଧାନ, ଏହି ଦିନ କେବଳ ଗୋଟିଏ ଛୋଟ ଭୁଲ ଆପଣଙ୍କ ବର୍ଷ ସାରାର ପୂଜାକୁ ମାଟିରେ ମିଶାଇ ଦେଇପାରେ। କ'ଣ ସେହି ଗୁପ୍ତ ଜିନିଷ ଯାହା ଧନୁ ରାଶିର ଲୋକେ ଲୁଚାଇ ଚଢ଼ାଇବେ? ରାତି 12ଟା ପରେ କେଉଁ ମନ୍ତ୍ର ଜପ କଲେ ସାକ୍ଷାତ ମହାକାଳ ଆପଣଙ୍କୁ ସାହାଯ୍ୟ କରିବେ ଏବଂ କେଉଁ ଫୁଲ ଭୁଲରେ ବି ଚଢ଼ାଇବେ ନାହିଁ? ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ପୁରାଣର ସେହି ଗୁପ୍ତ କଥା କହିବି ଯାହା ଆଜି ପର୍ଯ୍ୟନ୍ତ କେହି କହିନଥିବେ। ଯଦି ଆପଣମାନେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିବାକୁ ଚାହାନ୍ତି, ତେବେ ଏହି ଭିଡ଼ିଓକୁ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ବନ୍ଧୁଗଣ, ପ୍ରଥମେ ଆମେ କଥା ହେବା ଆପଣମାନଙ୍କ ବିଷୟରେ। ମୁଁ ଜାଣିଛି ଧନୁ ରାଶିର ଲୋକମାନେ ବାହାରକୁ ଯେତିକି ହସ ଖୁସି ଦିଶନ୍ତି, ଭିତରେ ସେତିକି ଯନ୍ତ୍ରଣା ଚାପି ରଖିଥାନ୍ତି। ଆପଣ ଅନ୍ୟମାନଙ୍କ ପାଇଁ ବହୁତ କିଛି କରନ୍ତି, କିନ୍ତୁ ବଦଳରେ କ'ଣ ମିଳେ? କେବଳ ଅପବାଦ ଏବଂ ବିଶ୍ୱାସଘାତକତା। ସତ କହୁଛି ନା ନାହିଁ? କିନ୍ତୁ ଜାଣନ୍ତି କାହିଁକି? କାରଣ ଆପଣ ହେଉଛନ୍ତି ଦେବଗୁରୁ ବୃହସ୍ପତିଙ୍କର ସନ୍ତାନ, ଆଉ ବୃହସ୍ପତି ଯାହାର ଗୁରୁ, ତାଙ୍କର ପରୀକ୍ଷା ଟିକେ କଠିନ ହୁଏ। ହେଲେ ଖୁସିର କଥା ହେଲା, ବୃହସ୍ପତି ନିଜେ ଯାହାଙ୍କ ଆଗରେ ମୁଣ୍ଡ ନୁଆନ୍ତି, ସେ ହେଉଛନ୍ତି ଦେବାଧିଦେବ ମହାଦେବ। ଏଥର ଶିବରାତ୍ରିରେ ଗ୍ରହମାନଙ୍କର ଖେଳ ଏମିତି ହେବାକୁ ଯାଉଛି ଯେ ଯଦି ଧନୁ ରାଶିର ବ୍ୟକ୍ତି ଶିବଲିଙ୍ଗକୁ କୁଣ୍ଢାଇ ଟିକେ କାନ୍ଦି ପକାନ୍ତି, ତେବେ ଭୋଳାନାଥ ସହିପାରିବେ ନାହିଁ। ଏହି ଶିବରାତ୍ରି ଆପଣଙ୍କ ପାଇଁ କେବଳ ଉପବାସର ଦିନ ନୁହେଁ, ଏହା ଆପଣଙ୍କ ଭାଗ୍ୟ ପରିବର୍ତ୍ତନର ରାତି। ଏହି ଦିନ ଆପଣଙ୍କୁ ନିଜର ଆତ୍ମାକୁ ପରମାତ୍ମାଙ୍କ ସହ ଯୋଡ଼ିବାକୁ ପଡ଼ିବ। କେମିତି ଯୋଡ଼ିବେ? ଆସନ୍ତୁ ଜାଣିବା। ମହାଦେବ ତ କେବଳ ଭାବର ଭୋକିଲା, କିନ୍ତୁ ରାଜା ଭଳି ଫଳ ପାଇବାକୁ ହେଲେ ଆୟୋଜନ ବି ରାଜା ଭଳି ହେବା ଦରକାର। ଧନୁ ରାଶି ପାଇଁ ମୁଁ ଏକ ସ୍ୱତନ୍ତ୍ର ତାଲିକା ଦେଉଛି, ଏହାକୁ ନୋଟ୍ କରନ୍ତୁ। ପ୍ରଥମଟି ହେଉଛି ବିଶେଷ ଫୁଲ। ସମସ୍ତେ ଧଳା ଫୁଲ ନେବେ, କିନ୍ତୁ ଆପଣ ହଳଦିଆ, କନିଅର କିମ୍ବା ଗେଣ୍ଡୁ ଫୁଲ ନିଶ୍ଚୟ ରଖିବେ, କାରଣ ହଳଦିଆ ରଙ୍ଗ ଆପଣଙ୍କ ଭାଗ୍ୟ ଚମକାଇବ। ଦ୍ୱିତୀୟରେ ବେଲପତ୍ରର ରହସ୍ୟ। 108 ବେଲପତ୍ର ଆଣିବେ, କିନ୍ତୁ ଧ୍ୟାନ ଦେବେ ବେଲପତ୍ରର ଡେମ୍ଫରେ ଥିବା ଗଣ୍ଠିକୁ ଭାଙ୍ଗିଦେବେ, କାରଣ ଶାସ୍ତ୍ର କହେ ବଜ୍ର ଅଂଶ ରଖି ପୂଜା କଲେ ଶତ୍ରୁ ବଢ଼ନ୍ତି। ତୃତୀୟଟି ରହିଛି ଗୁପ୍ତ ସାମଗ୍ରୀ। ଏହା କାହାକୁ କହିବେ ନାହିଁ। କ୍ଷୀରରେ କେଶର ମିଶାଇ ଶିବଲିଙ୍ଗ ଉପରେ ଅଭିଷେକ କରନ୍ତୁ। ଚତୁର୍ଥରେ ରହିଛି ପଞ୍ଚାମୃତ, ଅର୍ଥାତ୍ କ୍ଷୀର, ଦହି, ଘିଅ, ମହୁ ଏବଂ ଶର୍କରା। ଏଥିରେ ଗାଈ କ୍ଷୀର ହେବା ନିହାତି ଜରୁରୀ। ପ୍ୟାକେଟ୍ କ୍ଷୀରରେ ରୁଦ୍ରାଭିଷେକ ହୁଏ ନାହିଁ। ପଞ୍ଚମରେ ରହିଛି ଦକ୍ଷିଣା। ପୂଜା ପରେ ବ୍ରାହ୍ମଣଙ୍କୁ ଦେବା ପାଇଁ ହଳଦିଆ ବସ୍ତ୍ର କିମ୍ବା କଦଳୀ ପ୍ରସ୍ତୁତ ରଖନ୍ତୁ। ଏବେ ଆସନ୍ତୁ ଜାଣିବା ସେହି ମହାନ ବିଧି ଯାହା ଆପଣଙ୍କୁ ସିଦ୍ଧି ପ୍ରଦାନ କରିବ। ସକାଳର ସଂକଳ୍ପ। ବ୍ରହ୍ମ ମୁହୂର୍ତ୍ତରେ ଅର୍ଥାତ୍ ଭୋର 4ଟାରେ ଉଠନ୍ତୁ। ଯଦି ପାଖରେ ନଦୀ ଅଛି ତେବେ ଉତ୍ତମ, ନଚେତ୍ ଘରେ ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ। ତାପରେ ମହାଦେବଙ୍କ ପାଖକୁ ଯାଆନ୍ତୁ ଏବଂ ମହାଦେବଙ୍କୁ କୁହନ୍ତୁ, ହେ ମହାଦେବ, ମୁଁ ଅଜ୍ଞାନ, ମୋର ଭକ୍ତି ନାହିଁ, ଜ୍ଞାନ ମଧ୍ୟ ନାହିଁ, କିନ୍ତୁ ମୁଁ ଆଜି ତୁମ ଶରଣ ନେଉଛି। ମୋ ପରିବାରର ରକ୍ଷାଭାର ଆଜିଠାରୁ ତୁମର। ମନ୍ଦିର ଗଲେ ପ୍ରଥମେ ନନ୍ଦୀ ଷଣ୍ଢଙ୍କ କାନରେ ନିଜର ମନସ୍କାମନା କହିବେ, ତାପରେ ଯାଇ ଶିବଲିଙ୍ଗ ଦର୍ଶନ କରିବେ। ଧନୁ ରାଶିର ଲୋକେ ଶିବଲିଙ୍ଗର ଉତ୍ତର ଦିଗରେ ବସି ପୂଜା କଲେ ଅଧିକ ଫଳ ମିଳିବ। ଏବେ ଆସନ୍ତୁ ଜାଣିବା ମହାରାତ୍ରିର 4 ପ୍ରହର ପୂଜା। ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଶିବରାତ୍ରିର ରାତିକୁ 4 ଭାଗରେ ବିଭକ୍ତ କରାଯାଇଛି। ଧନୁ ରାଶି ପାଇଁ କେଉଁ ପ୍ରହରରେ କ'ଣ କରିବେ? ଆସନ୍ତୁ ଜାଣିବା। ପ୍ରଥମ ପ୍ରହରରେ ଅର୍ଥାତ୍ ସନ୍ଧ୍ୟା 6ଟାରୁ 9ଟା ଭିତରେ
କଞ୍ଚା କ୍ଷୀରରେ ଅଭିଷେକ କରନ୍ତୁ। ମାନସିକ ଶାନ୍ତି ଏବଂ ପାଠପଢ଼ାରେ ଉନ୍ନତି ହେବ। ଦ୍ୱିତୀୟ ପ୍ରହର ରହିଛି ରାତି 9ଟାରୁ 12ଟା। ଦହି ଅଭିଷେକ କରନ୍ତୁ। ସନ୍ତାନ ପ୍ରାପ୍ତି ଏବଂ ପରିବାରରେ ଝଗଡ଼ା ବନ୍ଦ ହେବା ପାଇଁ ଦହି ଅର୍ପଣ କଲେ ବହୁତ ବଢ଼ିଆ। ତୃତୀୟ ପ୍ରହର ରହିଛି ରାତି 12ଟାରୁ 3ଟା ଅର୍ଥାତ୍ ନିଷିଦ୍ଧ କାଳ। ସେ ଗାଈ ଘିଅରେ ଅଭିଷେକ କରନ୍ତୁ। ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ସମୟ। ଏହି ସମୟରେ ଘିଅରେ ଅଭିଷେକ କଲେ ଶତ୍ରୁ ନାଶ ହୁଅନ୍ତି, କୋର୍ଟ କଚେରୀ ମାମଲାରେ ବିଜୟ ମିଳେ। ଚତୁର୍ଥ ପ୍ରହର ରହିଛି ଭୋର 3ଟାରୁ 6ଟା। ଏଠାରେ ମହୁ ଅଭିଷେକ କରନ୍ତୁ। ମହୁ ଅଭିଷେକ କଲେ ରୋଗ ମୁକ୍ତି ଏବଂ ମୋକ୍ଷ ପ୍ରାପ୍ତି ହୁଏ। ବନ୍ଧୁଗଣ, ଭିଡ଼ିଓର ଏହି ଅଂଶଟିକୁ ଖୁବ୍ ଧ୍ୟାନ ଦେଇ ଶୁଣନ୍ତୁ। ଯଦି ଆପଣ ଋଣମୁକ୍ତ ହୋଇ ପ୍ରଚୁର ଧନ ଅର୍ଜନ କରିବାକୁ ଚାହୁଁଛନ୍ତି, ତେବେ ଧନୁ ରାଶିର ଲୋକେ ଏହି ଉପାୟଟି କରନ୍ତୁ। ମହାଲକ୍ଷ୍ମୀ ଯୋଗ ପାଇଁ ଉପାୟ ରହିଛି। ରାତି 12ଟା ଅର୍ଥାତ୍ ନିଷିଦ୍ଧ କାଳ ସମୟରେ ଘରର ଏକ ନିରୋଳ ସ୍ଥାନରେ ବସନ୍ତୁ। ଆପଣଙ୍କ ସାମ୍ନାରେ ଏକ ରୂପା ମୁଦ୍ରା କିମ୍ବା ଏକ ଟଙ୍କିକିଆ କଏନ୍ ରଖନ୍ତୁ। ଏହା ଉପରେ ଗୋଟେ ବେଲପତ୍ର ରଖନ୍ତୁ। ସେହି ବେଲପତ୍ର ଉପରେ ଅଳ୍ପ ଅକ୍ଷତ ଚାଉଳ ଏବଂ ଗୋଟିଏ ହଳଦିଆ ଫୁଲ ରଖନ୍ତୁ ଏବଂ ଆଖି ବନ୍ଦ କରି ଓମ୍ ନମଃ ଶିବାୟ ମନ୍ତ୍ର ସହିତ ମା ଲକ୍ଷ୍ମୀଙ୍କର ଶ୍ରୀ ମନ୍ତ୍ର ମଧ୍ୟ ଜପ କରନ୍ତୁ। ପରଦିନ ସକାଳେ ସେହି ମୁଦ୍ରାଟିକୁ ନେଇ ନିଜ ପର୍ସରେ କିମ୍ବା ଆଲମାରୀରେ ଲାଲ କପଡ଼ାରେ ବାନ୍ଧି ରଖିଦିଅନ୍ତୁ। ବିଶ୍ୱାସ କରନ୍ତୁ ବନ୍ଧୁଗଣ, ଯେତେ ଦିନ ଯାଏଁ ସେହି ମୁଦ୍ରା ଆପଣଙ୍କ ପାଖରେ ଥିବ, ଆପଣଙ୍କ ହାତ ଖାଲି ପଡ଼ିବ ନାହିଁ। ଏହା ପରୀକ୍ଷିତ ଏବଂ ପ୍ରମାଣିତ। ଧନରାଶିର ଲୋକମାନଙ୍କର ପେଟ ଏବଂ ଲିଭର ଜନିତ ସମସ୍ୟା ଅଧିକ ଦେଖାଯାଏ। ଏହି ଶିବରାତ୍ରିରେ ଗୋଟିଏ କାମ କରନ୍ତୁ। ଶିବଲିଙ୍ଗ ଉପରେ ଚଢ଼ା ଯାଇଥିବା ଗୋଟିଏ ବେଲପତ୍ରକୁ ଆଣି ଘରକୁ ଆସନ୍ତୁ। ତାକୁ ଖରାରେ ଶୁଖାଇ ଗୁଣ୍ଡ କରି ଦିଅନ୍ତୁ। ପ୍ରତିଦିନ ସକାଳେ ଖାଲି ପେଟରେ ଏହି ଗୁଣ୍ଡରୁ ଟିକେ ଖାଇ ପାଣି ପିଅନ୍ତୁ। ଏହା ଶିବଙ୍କ ପ୍ରସାଦ। ଏହା ମହା ଔଷଧି। ବଡ଼ ବଡ଼ ରୋଗ ମଧ୍ୟ ଏହା ଆଗରେ ହାର ମାନିଯିବ। ଆଉ ଏକ କଥା, ମହାଶିବରାତ୍ରି ଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଏକ ମାଳ 108 ଥର ଜପ କରିବାକୁ ଭୁଲିବେ ନାହିଁ। ଏହା ଅକାଳ ମୃତ୍ୟୁକୁ ଖଣ୍ଡନ କରେ। ବନ୍ଧୁଗଣ, ମୁଁ ଆଗରୁ କହିଥିଲି ପୁଣ୍ୟ କମାଇବା କଷ୍ଟ କିନ୍ତୁ ପାପ କମାଇବା ସହଜ। ଏହି ଦିନ କିଛି ଭୁଲ ଆପଣଙ୍କୁ ବହୁତ ମହଙ୍ଗା ପଡ଼ିପାରେ। ପୂଜା ବେଳେ ଶଙ୍ଖ ବଜେଇବେନି କି ଶିବଙ୍କୁ ଶଙ୍ଖ ପାଣିରେ ଗାଧୋଇ ଦେବେନି। ଭୁଲରେ ବି ତୁଳସୀ ପତ୍ର ଶିବଲିଙ୍ଗ ଉପରେ ଦେବେନି। ଶିବଲିଙ୍ଗରେ ସିନ୍ଦୁର ଲଗାଯାଏ ନାହିଁ, କେବଳ ଚନ୍ଦନ କିମ୍ବା ଭସ୍ମ ଲଗାଯାଏ। ଫ୍ୟାସନ ନାଁରେ କଳା ରଙ୍ଗର ଡ୍ରେସ୍ ପିନ୍ଧି ମନ୍ଦିର ଯିବେନି। ଏହା ଶନିଙ୍କ ରଙ୍ଗ, ଶୁଭ କାର୍ଯ୍ୟରେ ବାଧା ଦିଏ। ଏବଂ ଶେଷରେ ଉପବାସ ରହି ଯଦି ଆପଣ ଅନ୍ୟର ଚୁଗୁଲି କରୁଛନ୍ତି କିମ୍ବା ରାଗୁଛନ୍ତି, ତେବେ ସେ ଉପବାସର କୌଣସି ମୂଲ୍ୟ ନାହିଁ। ଯଦି ଆପଣ ଏହି ନିୟମ ମାନି ପୂଜା କରନ୍ତି, ତେବେ ଲେଖି ରଖନ୍ତୁ, ଶିବରାତ୍ରି ସରିବାର 41 ଦିନ ମଧ୍ୟରେ ଆପଣମାନଙ୍କ ଘରେ କିଛି ନା କିଛି ଶୁଭ କାର୍ଯ୍ୟ ହେବ। ଅଟକିଥିବା ଚାକିରି ମିଳିବ, ବ୍ୟବସାୟରେ ଲାଭ ବଢ଼ିବ, ପିଲାମାନଙ୍କର ବୁଦ୍ଧିରେ ବିକାଶ ହେବ ଏବଂ ସବୁଠୁ ବଡ଼ କଥା, ଆପଣଙ୍କ ମନରେ ଏକ ଅଦ୍ଭୁତ ଶାନ୍ତି ଆସିବ, ଯାହା କୋଟିଏ ଟଙ୍କା ଦେଲେ ବି ମିଳେ ନାହିଁ। ବନ୍ଧୁଗଣ, ଭଗବାନ ଆମକୁ ସବୁ କିଛି ଦେଇଛନ୍ତି, ଆମେ ତାଙ୍କୁ କ'ଣ ଦେବା? କିଛି ନାହିଁ, ବାସ୍ ଆଖିରୁ 2 ଟୋପା ଲୁହ ଏବଂ ହୃଦୟରୁ ଟିକେ ଭକ୍ତି। ଆପଣ ଯେଉଁଠି ଥାଆନ୍ତୁ, ଯେଉଁ ପରିସ୍ଥିତିରେ ଥାଆନ୍ତୁ, ଏଥର ମହାଶିବରାତ୍ରିରେ ମହାଦେବଙ୍କ ହାତ ଛାଡ଼ିବେ ନାହିଁ। କାରଣ କାଳରେ ବି କାଳ ମହାକାଳ। ଭକ୍ତର ସବୁ ଦୁଃଖ କରିଦିଅନ୍ତି ନିଷ୍କାଳ। ଯଦି ଆଜିର ଏହି ଭିଡ଼ିଓ ଆପଣଙ୍କ ହୃଦୟକୁ ଛୁଇଁଛି, ଯଦି ଆପଣଙ୍କୁ ଲାଗୁଛି ଯେ ଏଥର ମହାଶିବରାତ୍ରିରେ ଆପଣଙ୍କ ଭାଗ୍ୟ ବଦଳିବ, ତେବେ କମେଣ୍ଟ ବକ୍ସରେ ଥରେ ମନ ଖୋଲି ଲେଖିଦିଅନ୍ତୁ ଜୟ ମହାକାଳ କିମ୍ବା ଓମ୍ ନମଃ ଶିବାୟ। ଆପଣଙ୍କର ଗୋଟିଏ କମେଣ୍ଟ ମୋ ପାଇଁ ଆଶୀର୍ବାଦ ସମାନ। ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଜର ପ୍ରିୟଜନମାନଙ୍କ ସହ ସେୟାର କରନ୍ତୁ, ଯେପରି ସେମାନେ ବି ଏହି ପୁଣ୍ୟରୁ ବଞ୍ଚିତ ନ ହୁଅନ୍ତି। ଦେଖାହେବା ପରବର୍ତ୍ତୀ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ, ଜୟ ମହାକାଳ।